ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର। ଆଜି ଆମେ ଶୁଣୁଥିବା ପରମେଶ୍ୱରଙ୍କ ଦୃଷ୍ଟିରେ ଆମ୍ଭେମାନେ କାହିଁକି ମୂଲ୍ୟବାନ ଅଟୁ। ଆସନ୍ତୁ ଏହି ସମୟରେ ଆମେ ଶାସ୍ତ୍ରାଂଶ ପଢ଼ୁଥିବା। ପ୍ରଥମେ ଆମେ ପଢ଼ିବା ଯିଶାୟ 43ର 4 ପଦ। ତୁମ୍ଭେ ଆମ୍ଭ ଦୃଷ୍ଟିରେ ବହୁମୂଲ୍ୟ ଓ ସମ୍ଭ୍ରାନ୍ତ ହୋଇଅଛ ଓ ଆମ୍ଭେ ତୁମ୍ଭକୁ ପ୍ରେମ କରିଅଛୁ। ଏ ହେତୁ ଆମ୍ଭେ ତୁମ୍ଭ ପରିବର୍ତ୍ତେ ମନୁଷ୍ୟମାନଙ୍କୁ ଓ ତୁମ୍ଭ ପ୍ରାଣର ପରିବର୍ତ୍ତେ ଗୋଷ୍ଠୀବର୍ଗକୁ ଦେବା। ଦ୍ୱିତୀୟରେ ଗୀତ ସଂହିତା 139 13 ଏବଂ 14 ପଦ ପଢ଼ିବା। କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା, ତୁମ୍ଭେ ମୋତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ। ମୁଁ ତୁମ୍ଭକୁ ଧନ୍ୟବାଦ ଦେବି, କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ। ତୁମ୍ଭର କର୍ମ ସକଳ ଆଶ୍ଚର୍ଯ୍ୟ, ଏହା ମୁଁ ଭଲ ରୂପେ ଜାଣେ। ତେବେ ଅନେକ ଲୋକ ନିଜର ଯୋଗ୍ୟ ଓ ମୂଲ୍ୟକୁ ନେଇ ପ୍ରଶ୍ନ କରି ତାଙ୍କ ଜୀବନକୁ କେହି ଗୁରୁତ୍ୱ ଦେଉଛନ୍ତି କି ନାହିଁ ଭାବିକି ଜୀବନଯାପନ ଅତିବାହିତ କରିଥାନ୍ତି। ତଥାପି ବାଇବେଲ ଏହା ସ୍ପଷ୍ଟ କରେ ଯେ ପରମେଶ୍ୱରଙ୍କ ଦୃଷ୍ଟିରେ ଆମ୍ଭେମାନେ ଅତ୍ୟନ୍ତ ମୂଲ୍ୟବାନ ଅଟୁ। ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଆମ୍ଭକୁ ସ୍ନେହ କରନ୍ତି, ମୂଲ୍ୟବାନ ଭାବରେ ଦେଖନ୍ତି ଏବଂ ଗଭୀର ଭାବରେ ପ୍ରେମ କରନ୍ତି। ଆଜି ଆସନ୍ତୁ ଜାଣିବା କାହିଁକି ଆମ୍ଭେମାନେ ପରମେଶ୍ୱରଙ୍କ ପାଇଁ ଏତେ ମୂଲ୍ୟବାନ ଅଟୁ ଏବଂ ଏହା ଆମ ଜୀବନ ପାଇଁ କ'ଣ ଅର୍ଥ ବହନ କରୁଛି ତାହା ଦେଖିବା। ପ୍ରଥମେ ଆମେ ଦେଖିବା ନା ଆମ୍ଭେମାନେ ଏଥିପାଇଁ ପରମେଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟୁ ନା ଆମ୍ଭେମାନେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ନିର୍ମିତ ହୋଇଅଛୁ। ପରମେଶ୍ୱରଙ୍କ ପାଇଁ ଆମ୍ଭେମାନେ ମୂଲ୍ୟବାନ ହେବାର ଗୋଟିଏ କାରଣ ହେଉଛି ଯେ ସେ ଆମ୍ଭମାନଙ୍କୁ ତାଙ୍କ ନିଜ ରୂପରେ ସୃଷ୍ଟି କରିଛନ୍ତି। ଆମ୍ଭେମାନେ ତାଙ୍କର ପ୍ରକୃତିକୁ ପ୍ରତିଫଳିତ କରୁ ଏବଂ ତାଙ୍କର ଦିବ୍ୟ ଛାପକୁ ବହନ କରୁ, ଯାହାକି ଆଦି ପୁସ୍ତକ 1:27ରେ ଲେଖାଯାଇଛି। ଏତି ଉତ୍ଥାରେ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ, ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ତେବେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ନିର୍ମିତ ହେବାର ଅର୍ଥ ହେଉଛି ଆମ୍ଭମାନଙ୍କର ଅନ୍ତର୍ନିହିତ ମୂଲ୍ୟ, ମର୍ଯ୍ୟାଦା ଏବଂ ଉଦ୍ଦେଶ୍ୟ ରହିଛି। ଆମ୍ଭେମାନେ ଦୁର୍ଘଟଣା କିମ୍ବା ସୁଯୋଗର ଉତ୍ପାଦ ନୋହୁଁ। ଆମ୍ଭେମାନେ ପରମେଶ୍ୱରଙ୍କ ସୃଜନଶୀଳତା, ପ୍ରେମ ଏବଂ ଜ୍ଞାନକୁ ପ୍ରତିଫଳିତ କରୁଅଛୁ, କାରଣ ଆମ୍ଭେମାନେ ଭୟଙ୍କର ଓ ଆଶ୍ଚର୍ଯ୍ୟ ଭାବରେ ସୃଷ୍ଟି ହୋଇଅଛୁ। ତେବେ ଆମେ କ'ଣ ପ୍ରୟୋଗ କରିପାରିବା ନା ଯେତେବେଳେ ଆପଣ ଆପଣଙ୍କର ମୂଲ୍ୟ ଉପରେ ସନ୍ଦେହ କରନ୍ତି, ସେ ସମୟରେ ଆପଣ ମନେ ରଖନ୍ତୁ ଯେ ଆପଣ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ନିର୍ମିତ ଅଟନ୍ତି। ଆପଣ ସୃଷ୍ଟିକର୍ତ୍ତାଙ୍କ ଚିହ୍ନ ବହନ କରୁଛନ୍ତି ଏବଂ ଆପଣଙ୍କ ମୂଲ୍ୟକୁ ମପାଯାଇ ପାରିବ ନାହିଁ। ତେବେ ଦ୍ୱିତୀୟରେ ଆମେ ଦେଖୁଥିବା ନା ପରମେଶ୍ୱର ଆମ୍ଭମାନଙ୍କୁ ବ୍ୟକ୍ତିଗତ ଏବଂ ନିବିଡ଼ ଭାବରେ ଜାଣନ୍ତି। ପରମେଶ୍ୱର ଆମ୍ଭମାନଙ୍କ ଜୀବନର ସବୁ ବିବରଣୀକୁ ଜାଣନ୍ତି। ସେ ଆମ୍ଭମାନଙ୍କର ଚିନ୍ତାଧାରାକୁ, ଇଚ୍ଛାକୁ, ସଂଘର୍ଷକୁ ଏବଂ ଆଶାକୁ ଜାଣନ୍ତି। ଆମ୍ଭେମାନେ ତାଙ୍କ ପାଇଁ ମୂଲ୍ୟବାନ ଅଟୁ, କାରଣ ସେ ଆମ ସମସ୍ତଙ୍କ ବିଷୟରେ ଗଭୀର ଭାବରେ ଚିନ୍ତା କରନ୍ତି। ଗୀତ ସଂହିତା 139:1-4ରେ ଲେଖାଯାଇଛି ଏ ପ୍ରକାରେ। ହେ ସଦାପ୍ରଭୁ, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ ଓ ମୋହର ପରିଚୟ ନେଇଅଛ। ତୁମ୍ଭେ ମୋହର ବସିବାର ଓ ଉଠିବାର ଜାଣୁଅଛ। ତୁମ୍ଭେ ଦୂରରୁ ମୋହର ସଂକଳ୍ପ ବୁଝୁଅଛ। ତୁମ୍ଭେ ମୋହର ଗମନ ଶୟନ ଅନୁସନ୍ଧାନ କରୁଅଛ ଆଉ ମୋହର ସକଳ ଗତି ଜାଣୁଅଛ। କାରଣ ହେ ସଦାପ୍ରଭୁ, ଦେଖ, ଯାହା ତୁମ୍ଭଙ୍କୁ ସମ୍ପୂର୍ଣ୍ଣ ଗୋଚର ନୁହେଁ, ଏପରି ଗୋଟିଏ କଥା ମୋ ଜିହ୍ୱାରେ ନାହିଁ। ଉଦାହରଣ ସ୍ୱରୂପ ଜଣେ ଦକ୍ଷ କାରିଗରଙ୍କ ବିଷୟରେ ଚିନ୍ତା କରନ୍ତୁ, ଯିଏ କି ସେ କ'ଣ ସୃଷ୍ଟି କରିଛନ୍ତି ତାହାର ପ୍ରତ୍ୟେକ ବିବରଣୀକୁ ସେ ଜାଣନ୍ତି। ପରମେଶ୍ୱର ଆମକୁ ସେହି କାରିଗରଙ୍କ ଅପେକ୍ଷା ଅଧିକ ଗଭୀର ଭାବରେ ଜାଣନ୍ତି। ସେ ଆମକୁ ସୃଷ୍ଟି କରିଛନ୍ତି ଏବଂ ଆମ ବିଷୟରେ ସବୁ କିଛି ବୁଝନ୍ତି। ସେ ଆମକୁ ବ୍ୟକ୍ତିଗତ ଏବଂ ଅନନ୍ୟ ଭାବରେ ପ୍ରେମ କରନ୍ତି। ତେବେ ଏଥିରୁ ଆମେ କ'ଣ ଶିଖିପାରୁଛୁ ନା ପରମେଶ୍ୱର ଆପଣଙ୍କ ନାମକୁ, ଆପଣଙ୍କ ଆନନ୍ଦକୁ, ଆପଣଙ୍କ ଯନ୍ତ୍ରଣାକୁ ସେ ଜାଣିଛନ୍ତି। ଆପଣ କାହିଁକି ତାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟନ୍ତି ନା ଆପଣ ଯାହା କରୁଛନ୍ତି ସେଥିଦ୍ୱାରା ନୁହେଁ, ବରଂ ଆପଣ ଯିଏ ଅର୍ଥାତ୍ ତାହାଙ୍କର ପ୍ରିୟ ସୃଷ୍ଟି ଅଟନ୍ତି,
ସେଥିପାଇଁ ଆପଣ ତାଙ୍କ ପାଇଁ ମୂଲ୍ୟବାନ ଅଟନ୍ତି। ତୃତୀୟ ନମ୍ବର ବିଷୟ, ପରମେଶ୍ୱର ଆମ୍ଭମାନଙ୍କୁ ନିଃସ୍ୱାର୍ଥ ପ୍ରେମରେ ପ୍ରେମ କରନ୍ତି, ସେଥିପାଇଁ ଆମମାନେ ବହୁମୂଲ୍ୟ। ଆମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କର ପ୍ରେମ ନିଃସ୍ୱାର୍ଥ ଏବଂ ଚିରସ୍ଥାୟୀ ଅଟେ। ଆମ୍ଭେମାନେ କାହିଁକି ତାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟୁ? ଆମ୍ଭର କାର୍ଯ୍ୟ ସକାଶୁ ନୁହେଁ, ବରଂ ଆମ୍ଭମାନଙ୍କ ପ୍ରତି ତାଙ୍କର ମହାନ ପ୍ରେମ ସକାଶୁ ଆମ୍ଭେମାନେ ତାଙ୍କ ଦୃଷ୍ଟିରେ ମୂଲ୍ୟବାନ ଅଟୁ। ଯେରେମିୟା 31:3ରେ ଏହି ବିଷୟ କୁହାଯାଇଛି, ସଦାପ୍ରଭୁ ପୁରାତନ କାଳରେ ମୋତେ ଦର୍ଶନ ଦେଇ କହିଲେ, ହଁ, ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମ କରି ଆସିଅଛୁ। ଏ ହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ। ରୋମୀୟ 5:8 କୁହାଯାଇଛି, କିନ୍ତୁ ତୁମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି। ଆମ୍ଭେମାନେ ପରମେଶ୍ୱରଙ୍କ ଠାରୁ ବହୁ ଦୂରରେ ଥିବା ବେଳେ, ଆମମାନେ ତାଙ୍କଠାରୁ ବହୁ ଦୂରରେ ଥିବା ସତ୍ତ୍ୱେ ସେ ଆମ୍ଭମାନଙ୍କୁ ଯଥେଷ୍ଟ ପ୍ରେମରେ ପ୍ରେମ କଲେ। ସେଥିପାଇଁ ସେ ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କ ପାପ ପାଇଁ ମୃତ୍ୟୁବରଣ କରିବାକୁ ପଠାଇଲେ। ତାଙ୍କ ପ୍ରେମ ଆମ୍ଭମାନଙ୍କ କ୍ରିୟାକର୍ମ ଉପରେ ଆଧାରିତ ନୁହେଁ, ଏହା ଜଣେ ସ୍ନେହୀ ପିତା ଭାବରେ ତାଙ୍କର ନିଜର ପ୍ରକୃତି ଉପରେ ଆଧାରିତ ଅଟେ। ତେବେ ଆମମାନେ କ'ଣ ଶିଖିପାରିବା? ନା, ଆପଣଙ୍କୁ ପରମେଶ୍ୱରଙ୍କ ପ୍ରେମ ଅର୍ଜନ କରିବାକୁ ପଡ଼ିବ ନାହିଁ, କାରଣ ଆପଣଙ୍କୁ ପୂର୍ବରୁ ହିଁ ଗଭୀର ଭାବରେ ପ୍ରେମ କରୁଛନ୍ତି ଏବଂ ସ୍ନେହ କରୁଛନ୍ତି। ଏହି ପ୍ରେମକୁ ଗ୍ରହଣ କରନ୍ତୁ ଏବଂ ଏହାକୁ ଆପଣଙ୍କ ଜୀବନରେ ପରିବର୍ତ୍ତିତ ଆଣିବାକୁ କାର୍ଯ୍ୟ କରିବାକୁ ଦିଅନ୍ତୁ। ତେବେ ଚତୁର୍ଥ ନମ୍ବର ବିଷୟ ଆମେ ଦେଖିବା, ନା ଆମ୍ଭେମାନେ ପରମେଶ୍ୱରଙ୍କ ମନୋନୀତ ଲୋକ ଅଟୁ, ଏଥିପାଇଁ ଆମମାନେ ବହୁମୂଲ୍ୟ ଅଟୁ। ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କର ନିଜର ବୋଲି କୁହନ୍ତି। ଆମ୍ଭମାନଙ୍କୁ ତାଙ୍କର ସ୍ୱତନ୍ତ୍ର ସମ୍ପତ୍ତି ଭାବରେ ଚୟନ କରାଯାଇଛି, ଅଲଗା କରାଯାଇଛି ଏବଂ ମୂଲ୍ୟବାନ କରାଯାଇଛି ଆମ୍ଭମାନଙ୍କୁ। ପ୍ରଥମ ପିତର 2:9 ଏ ପ୍ରକାର ଲେଖା ଅଛି, କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର। ଏଥି ନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ଆମ୍ଭେମାନେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ହେବାର ଅର୍ଥ ହେଉଛି ଆମ୍ଭେମାନେ ତାଙ୍କ ଦୃଷ୍ଟିରେ ମୂଲ୍ୟବାନ ଅଟୁ। ଆମ୍ଭମାନଙ୍କର ପ୍ରତ୍ୟେକଙ୍କ ଜୀବନ ପାଇଁ ଉଦ୍ଦେଶ୍ୟ ରହିଛି ଏବଂ ସେ ଆମ୍ଭମାନଙ୍କୁ ବ୍ୟବହାର କରି ତାଙ୍କ ନାମକୁ ଗୌରବ କରିବାକୁ ଚାହୁଁଛନ୍ତି। ଆମ୍ଭେମାନେ ନଗଣ୍ୟ ନୋହୁଁ, ରାଜାମାନଙ୍କର ରାଜାଙ୍କ ଦ୍ୱାରା ଆମ୍ଭମାନଙ୍କୁ ଚୟନ କରାଯାଇଛି। ତେବେ ଆମମାନେ କ'ଣ ଶିଖିପାରିବା? ନା, ଆପଣଙ୍କୁ ପରମେଶ୍ୱର ଚୟନ କରିଛନ୍ତି ବୋଲି ଜାଣି ଆତ୍ମବିଶ୍ୱାସର ସହ ଆପଣ ଜୀବନଯାପନ କରନ୍ତୁ। ଆପଣଙ୍କର ଜୀବନ ପାଇଁ ତାଙ୍କର ଏକ ଯୋଜନା ରହିଛି ଏବଂ ଆପଣ ତାଙ୍କ ପାଇଁ ମୂଲ୍ୟବାନ ଅଟନ୍ତି। ତେବେ ପଞ୍ଚମ ନମ୍ବର ବିଷୟ, ପରମେଶ୍ୱର ଆମ୍ଭମାନଙ୍କୁ ବହୁ ମୂଲ୍ୟରେ ମୁକ୍ତି ଦେଇଛନ୍ତି, ଏଥିପାଇଁ ଆମ୍ଭେମାନେ ବହୁମୂଲ୍ୟ ଅଟୁ। ଆମ୍ଭେମାନେ ପରମେଶ୍ୱରଙ୍କ ପାଇଁ ମୂଲ୍ୟବାନ ଅଟୁ, କାରଣ ସେ ଆମ୍ଭମାନଙ୍କୁ ମୁକ୍ତି ଦେବା ପାଇଁ ଚରମ ମୂଲ୍ୟ ଦେଇଛନ୍ତି। ସେ ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ବଳିଦାନ କଲେ, ଯାହାଦ୍ୱାରା ଆମ୍ଭମାନଙ୍କୁ କ୍ଷମା କରାଯାଇପାରିବ ଏବଂ ତାଙ୍କ ସହିତ ସମ୍ପର୍କକୁ ପୁନରୁଦ୍ଧାର କରାଯାଇପାରିବ। ପ୍ରଥମ କରିନ୍ଥୀୟ 6:20 ଈଶ୍ୱର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟରେ କିଣିଅଛନ୍ତି, ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର। ଜହନ 3:16 କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ତେବେ ଆମ୍ଭମାନଙ୍କ ପାଇଁ ପରମେଶ୍ୱର ତାଙ୍କ ପୁତ୍ରଙ୍କୁ ବଳିଦାନ ଦେବାର ଇଚ୍ଛା ତାଙ୍କ ପ୍ରେମର ଗଭୀରତା ଏବଂ ଆମ୍ଭେମାନେ ତାଙ୍କ ପାଇଁ କେତେ ମୂଲ୍ୟବାନ ଅଟୁ ତାହା ଦର୍ଶାଏ। ଆମ୍ଭେମାନେ ରୂପା କିମ୍ବା ସୁନାରେ ମୁକ୍ତି ପାଇନାହୁଁ, ବରଂ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତ ଦ୍ୱାରା ଆମମାନେ ମୁକ୍ତି ପାଇଅଛୁ। ଉଦାହରଣ ସ୍ୱରୂପ କଳ୍ପନା କରନ୍ତୁ ଯେ ଜଣେ ବ୍ୟକ୍ତି ସେ ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ମୁକ୍ତ କରିବା ପାଇଁ ଯଥେଷ୍ଟ ଅର୍ଥ ଦେଉଛନ୍ତି।
परमेश्वर आम्भमानंकु उद्धार करबा पई सर्वोच्च मूल्य देइचंती कारण आम्भे माने तांको पई अमूल्य अटु। तेबे आमने कौन शिखि पारिबा आपण परमेश्वरଙ୍କ द्वारा मुक्ति पाइचंती एहा जानिबा द्वारा जो स्वाधीनता और आत्मविश्वास मिले सेथिरे आपण जीवन यापन करंतु। आपण तांको पुत्रंकर जीवन सकाश मूल्यवान अटंती एवं आपणकु तांको प्रेमरु किछि अलगा करि पारिबो नाही जे कौन सी विषय आपणकु अलगा करि पारिबो नाही। 6 नंबर विषय माने देखिबा आम्भ मानकर जीवन पाई परमेश्वरंकर एक उद्देश्य रही सेथि पाई आमाने बहुमूल्य अटु। परमेश्वर आम्भ मानकु गुरुत्व दियंती एवं आम्भ मानकु मूल्यवान भावरे देखंती कारण आम्भ समस्तंक पाई तांकर अनन्य उद्देश्य एवं योजना रही। आम्भे माने तांकर हस्तकृत कर्म सत्कर्म करबा पाई सृष्टि होई अछु। एफिसियो 2:10 पद रे कुहा जायछि कारण आम्भे माने ताहांक रचना जे समस्त सत्कर्म आम्भे माने करिबु बोली ईश्वर पूर्वरु प्रस्तुत करिथिले आचरण रे सेही सबु साधन करिबा निमंते ख्रीष्ट जीशुंक ठारे सृष्ट। तेबे आपणको जीवनर अर्थ एवं उद्देश्य रही आपण परमेश्वरंक दृष्टि रे मूल्यवान अटंती कारण आपणको पई तांकर एक निर्दिष्ट योजना रही जहा केवल आपण ही पूर्ण करि पारिबे। तेबे आमने कौन शिखि पारिबा ना आपणको जीवन पाई परमेश्वरंक उद्देश्य को खोजंतु एवं सेतिरे चलंतु। आपणको गुरुत्व दिया जायछि आपण मूल्यवान अटंती कारण परमेश्वर आपणको पाई महान योजना रखिछंती। तेबे शेषरे आमने देखिबा आपण परमेश्वरंक दृष्टि रे मूल्यवान अटंती कारण से आपणको सृष्टि करिसंती आपणको जानंती निस्वार्थ प्रेम रे प्रेम करंती आपणको चयन कले आपणको मुक्ति देले एवं आपणको पाई एक उद्देश्य रखिछंती। आपणको माप बाहरे स्नेह करा जायछि एही सत्य को आपणको हृदय रे बुड़ाई दियंतु एवं आपण निजको एवं अन्य मानकु देखिबार दृष्टिकोण परिवर्तन करंतु। आपणको प्रेम करा जायछि गुरुत्व दिया जायछि एवं परमेश्वरको दृष्टि रे आपण मूल्यवान अटंती। आमेन।